ନମସ୍କାର ସାଙ୍ଗମାନେ। ଆମେ ସିନା କହୁଛେ ଇଏ ମୋର ନିଜର ସିଏ ମୋର ନିଜର, ହେଲେ ନିଜର କିଏ ସେଇଟା ସମୟ ଜଣେଇ ଦିଏ। ଯେତେବେଳେ ଅସୁବିଧା ପଡ଼ିଥିବ ନା, ସେଇ ନିଜର ଲୋକଙ୍କୁ କହିବ, ଆରେ ଟିକେ ଆସିବୁ, ଟିକେ ମୁଁ ଏଇଠି ଅସୁବିଧାରେ ପଡ଼ିଛି, ଟିକେ ଯିବି ଭାରି, କି ଅସୁବିଧାଟା ଟିକେ ନାକୁ କେମିତି ସଲ୍ଭ ହେବ, ତ ଆସେ ଟିକେ। ସେ କହିବ ରହ, ମୋତେ ସମୟ ହଉ, ମୁଁ ଯିବି। ନେକ୍ସଟ ଟାଇମ୍ ତାକୁ ଫୋନ୍ କଲେ ସେ କହିବ ମୋର ଏ କାମ ଅଛି ରେ, ସେ କାମ ଅଛି ରେ, ମୁଁ ଯାଇପାରିବିନି। ଯାହାକୁ ଆମେ ନିଜର ଭାବୁଥିଲେ ସେ ହେଲା ନିଜର। ଯଦି ଆମେ କାହାକୁ ନିଜର ନ ଭାବିବା, ହେଲେ ମିଛ ତ କହିପାରିବାନି। କାମ ଅଛି, ଆମେ ଯାଇପାରିବୁନି, କହିଦେବା ସଫା କଥା। ଏତେ ବାହାନା କରିବା କ'ଣ ଦରକାର? ସିଏ ଯଦି ନ ଆସିବ ଆମେ ଆଉ କାହାକୁ କହିବା ରହ ଯାଉଛି କହିଦେବି, ଏଇ କ'ଣ? ଯାଇପାରିବୁନି ତ ଯାଇପାରିବୁନି, ଏତେ ମିଛ କଥା କହିବାର କ'ଣ ବାହାନା? ସେମିତି ଆମେ କାହାକୁ ନିଜର ଭାବିବାନି। କାହିଁକି ନା ଆମ ଅସୁବିଧା ବେଳେ ସେଇ ନିଜର ହିଁ ଧୋକା ଦିଅନ୍ତି, ଆସନ୍ତିନି। ଯଦି ଅନ୍ୟ ଲୋକଠୁ ସେଇ ସାହାଯ୍ୟଟା ଆମେ ପାଇବା, ଅସୁବିଧାରେ ପଡ଼ିଥିବା ଉଦ୍ଧାର ପାଇବା, ସେ କହିବେ ହଁ ରେ ମୁଁ ଯାଇଥାନ୍ତି, କିନ୍ତୁ ମୋର ଏଇଆ ହେଲା ଅସୁବିଧା କି ସେଇଆ ଅସୁବିଧା ହେଲା। ଆମେ ଅସୁବିଧାରେ ପଡ଼ିଛୁ ତାକୁ କହିଲେ, କିନ୍ତୁ ସିଏ ମାନେ 10 ମିଛ କହିଦେବ ଯେ ମୁଁ ଅସୁବିଧାରେ ପଡ଼ିଥିଲି ପରା, ନହେଲେ ମୁଁ ଆସିଥାନ୍ତି। ଏଇ ହେଉଛନ୍ତି ନିଜର ଲୋକ। ନିଜର ଲୋକ କେହି ନୁହନ୍ତି, ସମସ୍ତେ ପର। ନିଜର ଯଦି କିଏ, ସେ ହେଲେ ଜନ୍ମଦାତା ବାପା ଆଉ ମା'। ସେଇ ହିଁ କେବେ ଛୁଆଙ୍କର ଅନିଷ୍ଟ ଚାହାନ୍ତିନି, କି ମୋ ଛୁଆମାନେ କେଉଁଠି କଷ୍ଟ ଦୁଃଖ ପାଆନ୍ତୁ ବୋଲି ଚାହାନ୍ତିନି। ତାଙ୍କୁ ହିଁ ପୃଥିବୀରେ ଶ୍ରେଷ୍ଠ ନିଜର ଲୋକ ସିଏ ଆମର। ସେଥିପାଇଁ ଯଦି ଭଲ ପାଇବ, ସମ୍ମାନ ଦେବ, ବାପା ମାଆଙ୍କୁ ଦିଅ। ହେଲେ ଏରାଗେରା ଲୋକଙ୍କୁ କହିବନି ଯେ ଇଏ ମୋର ନିଜର, ଇଏ ମୋ ସାଙ୍ଗ ନିଜର, ଇଏ ମୋର ବନ୍ଧୁ ନିଜର। ସେ କେହି ନିଜର ନୁହଁ, ସବୁ ପର। ନିଜର କି ହେଲା ଯଦି ଜନ୍ମ କଲା ବାପା ମା', ତାଙ୍କଠୁ ବଡ଼ କେହି ନୁହନ୍ତି, କି ତାଙ୍କଠୁ ନିଜର ଆଉ କେହି ନୁହନ୍ତି। ସେଥିପାଇଁ ବାପା ମାଆଙ୍କୁ ସମ୍ମାନ ଦିଅ। ବାପା ମାଆଙ୍କର ବୃଦ୍ଧ ଟାଇମ୍ରେ ତାଙ୍କ ସାଥ ଦିଅ, ତାଙ୍କୁ ଭଲ ବ୍ୟବହାର କର, ତାଙ୍କୁ ଛୋଟ ପିଲା ପରି ଯତ୍ନ ନିଅ। ନିଜର ପୁଅ ଝିଅଙ୍କର ଯେମିତି ଯତ୍ନ ନେଉଛ, ତାଙ୍କମାନଙ୍କର ବି ସେମିତି ଯତ୍ନ ନିଅ। ତାଙ୍କର କେତେବେଳେ କ'ଣ ଦରକାର ହେବ ସେଇଟା ବି ତାଙ୍କଠୁ ବୁଝି ନିଅ। ନାଇଁ ଏଇଟା ବାପା ତମର ଦରକାର ହେବ, କି ବୋଉ ତୋର ଏଇଟା ଦରକାର ହେବ, ପଚାରି ନିଅ। ହେଲେ କେବେ ଏଇ ବନ୍ଧୁ ବାନ୍ଧବ ଆଉ ସାଙ୍ଗସାଥିରେ ପଶନି। କାହିଁକି? ସେମାନେ ସବୁ ପର। ଯେତେବେଳେ ମା' ବୃଦ୍ଧା ହେଇଯାଇଥାଏ ନା, ତା ହାତରେ କିଛି ନଥାଏ, ସିଏ ସେତେବେଳେ ଯଦି ପୁଅ ଗୋଟେ ଅସୁବିଧାରେ ପଡ଼ିଥିବ ନା, ସେ କିଛି ଦେଇପାରେନି, ସେ ଏତିକି ଡାକେ ଭଗବାନ ପ୍ରଭୁ ଜଗନ୍ନାଥ, ମୋ ପୁଅଟା ଏଇ ସଙ୍କଟରେ ପଡ଼ିଛି କି ଏଇ ବିପଦରେ ପଡ଼ିଛି, ମୋ ପୁଅଟାକୁ ଟିକେ ଉଦ୍ଧାରି ଦିଅ, ମୋ ପୁଅ କେମିତି ଭଲରେ ଭଲରେ ଆସୁ। ଶୁଣନ୍ତୁ ସାଙ୍ଗମାନେ, ଆହୁରି ଗୋଟେ କଥା କହୁଛି। ଯେତେବେଳେ ପୁଅ ଅଫିସ୍ ଯାଇଥାଏ, ରାତି ବହୁତ ହେଲେ ଆସିନଥାଏ, ସ୍ତ୍ରୀ କ'ଣ କହିବ, ଘର କାମ କରିକି ମୁଁ ହାଲିଆ ହେଇଯାଇଛି, ଛୁଆ କାମ କରିକି ମୁଁ ଯାଉଛି ଖାଇ ପିଇକି ଶୋଇ ପଡ଼ିଥିବି, ସେ ଆସିଲେ ପଛେ ଖାଇବାକୁ ଦେବି। ହେଲେ ମା' ଖାଇ ଦେଇଥାଏ ସିନା, ହେଲେ ପୁଅର ଆସିଲା ବାଟକୁ ଚାହିଁଥାଏ। ପୁଅ ଆସିନଥିଲା ପର୍ଯ୍ୟନ୍ତ ମା'କୁ କେବେ ନିଦ ହୁଏନି। ସିଏ ହେଉଛି ମା' ନିଜର। ହେଲେ ସ୍ତ୍ରୀ ଯାହା ହାତ ଧରିକି ତମେ ବାଟ ଚାଲିଥାଅ ନା, ସେ ଦେଖିବା କେମିତି 15 ମିନିଟ୍ ଯଦି କହିଥିବ, 15 ମିନିଟ୍ ଯଦି 5 ମିନିଟ୍ ଡେରି ହେଇଯାଇଥିବ ନା, ସେ କହିବ ତମେ 15 ମିନିଟ୍ କହିକି ଥିଲ ଆସିବ ବୋଲିକା, ଦେଖିଲା ବେଳକୁ 20 ମିନିଟ୍ ହେଇଗଲାଣି, ଶୋଇପଡ଼ିଲି। ହେଲେ ମା' ଯଦି ମା'କୁ ପୁଅ କହିଥିବ ନା, ମା'ଲୋ ମୁଁ 10 ମିନିଟ୍ରେ ଯାଉଛି ବୋଲି ଘଣ୍ଟାଟେ ଡେରି ହେଇଯିବ ନା, ମା' କେବେ ଶୋଇନଥିବ। ମା' ଚାହିଁକି ବସିଥିବ ଯେ ମୋ ପୁଅ କେତେବେଳେ ଆସିବ। ସିଏ ତା ପୂର୍ବରୁ ବି ଯଦି ପୁଅ ଆସିଥାଏ ନା, ପୁଅ ଖାଇବ ପିଇବ ଶୋଇଲା ପର୍ଯ୍ୟନ୍ତ ମା' ସେମିତି ଚାହିଁଥାଏ। ଆଉ ପୁଅ ଯଦି ମୋବାଇଲ୍ ଦେଖୁଥିବ ରାତିରେ ନା, କହିବ ଆରେ ତୁ ଏତେ ରାତିରେ ଆସିଲୁ, ଖାଇଲୁ ଶୋଇପଡ଼ୁନୁ, ଶୋଇଲେ ତ ପୁଣି ସକାଳେ ଦୁଃଖକୁ ଯିବୁ, ତୁ ମୋବାଇଲ୍ଟା କାହିଁ କେଞ୍ଚୁଛୁ, ଦେଲୁ ସେ ମୋବାଇଲ୍ଟା, ଏଇ ମୋବାଇଲ୍ ସକାଶେ ଏତେ ନାଟ। ମା' ତାକୁ ସ୍ନେହରେ କେତେ ଗାଳି ଦେବ। ସେଇଟା ମା'ର ଗାଳି ନୁହଁ, ସେଇଟା ସ୍ନେହ। ମା' ହେଉଛି ନିଜର। ଯେତେବେଳେ ପୁଅଟି ବାହାରେ ରହିକି ବି କାମ କରୁଥାଏ ନା, ସବୁବେଳେ ପଚାରେ ମା' ସମସ୍ତଙ୍କ ଦେହ ଭଲ ଅଛି, ଫୋନ୍ କରିଥାଏ ଯେତେବେଳେ ମା' କତିକି। ହେଲେ ବାପା ପଛରେ ଥାଇକି କହିଦେ ପୁଅକୁ ଏଠି ସବୁ ଭଲ ଅଛି, ତା ବାପା ଅଛି ନା, ସେ କ'ଣ ପାଇଁ ଚିନ୍ତା କରୁଛି। ସିଏ ହେଉଛି ନିଜର ବାପା।
ହେଲେ କେଉଁ ବନ୍ଧୁବାନ୍ଧବ ସାଥୀ ସାଙ୍ଗ ନା କେହି ନିଜର ନୁହନ୍ତି, ସେମାନେ ଖାଲି ଦେଖାଣିଆ। ଯେତେବେଳେ ପାଖରେ ଥିବ ମନି, ସିଏ ହେଲେ ନିଜର। ଯେବେ ମନି ସରିଯିବ ନା, ଘର କୁକୁର ବି ଅନେଇବେନି, ସିଏ ହେଉଛି ନିଜର। ହେଲା ପର ନିଜର ପାର୍ଥକ୍ୟ ଏଇଆ। କେବେ କାହାକୁ ନିଜ ବାପା ମାଆଙ୍କଠୁ ଅଧିକ ନିଜର ଭାବନି କି ଅଧିକ ଆପଣାର ଭାବନି। ବେଷ୍ଟ ବାପା ଆଉ ମା ଆମମାନଙ୍କର ନିଜର ସାଥୀ, ସାଙ୍ଗ, ବନ୍ଧୁ, ବାନ୍ଧବ। ଆମ ବାପା ମାଆଙ୍କଠୁ ନିଜର ଆମ ପାଇଁ ଆଉ କେହି ନାହାନ୍ତି। ବାପା ମା ଆମର ସର୍ବଶ୍ରେଷ୍ଠ। ଆପଣଙ୍କୁ ଯଦି ମୋ ଚ୍ୟାନେଲ୍ଟି ଭଲ ଲାଗେ